କ୍ଷୁଦ୍ର ଗଳ୍ପ ଅଙ୍କଲ। ସରୋଜ ଅଙ୍କଲକୁ ଅତ୍ୟାବଧି ଭୁଲି ପାରୁନି ଆର୍ଯ୍ୟା। ସ୍କୁଲ ଜୀବନର ସେହି ପିକନିକ୍ ଦିନଟି ତା'ର ହୃଦୟରେ ଅଲିଭା ଚିହ୍ନ ହୋଇ ରହିଯାଇଛି। ହାଇସ୍କୁଲର ଛାତ୍ରୀ ଥିଲା ଆର୍ଯ୍ୟା। ସହପାଠୀମାନଙ୍କ ସହିତ ପିକନିକ୍ ଯାଇଥାଏ। ସ୍କୁଲ ବସ୍ ପ୍ରାୟ 8ଟା ଥିଲା। ଆର୍ଯ୍ୟା ବସିଥାଏ 5 ନମ୍ବର ବସ୍ରେ। ସେହି ବସ୍ରେ ପ୍ରତିଦିନ ସେ ମଧ୍ୟ ସ୍କୁଲକୁ ଯାଏ ଏବଂ ସେଥିରେ ବି ଫେରେ। ତେଣୁ ସେହି ବସ୍ର ଡ୍ରାଇଭର ତା'ର ଅତି ପ୍ରିୟ ଏବଂ ପରିଚିତ ଥିଲେ। ବସ୍ର ସମସ୍ତ ପିଲା ତାଙ୍କୁ ଅଙ୍କଲ ଡାକନ୍ତି। ଅଙ୍କଲଙ୍କ ନାଁ ଥିଲା ସରୋଜ। ଅଙ୍କଲ ସରୋଜ ଥିଲେ ଜଣେ ଦାୟିତ୍ୱ ସମ୍ପନ୍ନ ଡ୍ରାଇଭର। ସ୍କୁଲ ପିଲାଙ୍କୁ ନିରାପଦରେ ନେଇ ନିରାପଦରେ ଘରେ ଛାଡ଼ିବାକୁ ସେ ଶ୍ରେଷ୍ଠ କର୍ତ୍ତବ୍ୟ ରୂପେ ଗ୍ରହଣ କରିଥିଲେ। ସେଥିପାଇଁ ତାଙ୍କ ଉପରେ ଅଭିଭାବକମାନଙ୍କର ଆସ୍ଥା ଭରସା ଦୃଢ଼ ଥିଲା। ପିଲାମାନଙ୍କୁ ତାଙ୍କ ଦାୟିତ୍ୱରେ ଛାଡ଼ି ନିଶ୍ଚିନ୍ତରେ ଘରେ ରହନ୍ତି। ବସ୍ରେ ଯେତେ ପିଲା ଯିବା ଆସିବା କରନ୍ତି, ସମସ୍ତଙ୍କ ଅପେକ୍ଷା ସରୋଜର ସ୍ନେହ ବେଶୀ ଥାଏ ଆର୍ଯ୍ୟା ପ୍ରତି। ଆର୍ଯ୍ୟା ମଧ୍ୟ ସରୋଜ ଅଙ୍କଲକୁ ଜଣେ ଭଲ ଉପଦେଷ୍ଟା ମନେ କରିଥାଏ। ତେଣୁ ସରୋଜ ଅଙ୍କଲଙ୍କ ପ୍ରତି ତା'ର ଭରସା ରହିଥାଏ। ପିକନିକ୍ ଦିନ ଆର୍ଯ୍ୟାର ବାପା ମା ଡ୍ରାଇଭର ସରୋଜକୁ ବାରମ୍ବାର କହି ଛାଡ଼ିଥାନ୍ତି, ତୁମ ଦାୟିତ୍ୱରେ ଝିଅ ରହିଲା, ତାକୁ ଟିକେ ନିଘା ରଖିଥିବ। ସରୋଜ ମଧ୍ୟ ତା'ର ମନ କଥା ଭାବ ବିହ୍ୱଳ ହୋଇ କହି ପକାଇଥିଲା, ଆପଣ ବ୍ୟସ୍ତ ହୁଅନ୍ତୁନି, ମୁଁ ତାକୁ ନିଘା ରଖିଥିବି। ପିକନିକ୍ ସ୍ପଟରେ କିଏ କୁଆଡ଼େ ବୁଲନ୍ତି ତାକୁ କେତେ କିଏ ନଜର ରଖିବ? ସରୋଜ କିନ୍ତୁ ଆର୍ଯ୍ୟାକୁ ନଜରରେ ରଖିଥାଏ। ଗୋଟେ ଗଛ ଛାଇରେ ବସି ଦେଖୁଥାଏ। ଆର୍ଯ୍ୟା ତା'ର ସାଙ୍ଗମାନଙ୍କ ସହିତ ଗୋଟେ ଜଳପ୍ରପାତର ନିମ୍ନ ଜଳଭାଗରେ ଫସି ବୁଡ଼ି ବଞ୍ଚାଅ ବଞ୍ଚାଅ ବୋଲି ଚିତ୍କାର କରୁଥାଏ। ଆଖି ପିଛୁଳାକେ ଦୌଡ଼ିଯାଇ ସରୋଜ ତାକୁ ଉଦ୍ଧାର କରେ। ଆର୍ଯ୍ୟାର କିଛି କ୍ଷତି ହୁଏନି। ଅଙ୍କଲ ସରୋଜ ତାକୁ ବଞ୍ଚେଇ ଦେଲେ। ତା ନହେଲେ ସେ ଆଉ ଘରକୁ ଫେରିନଥାନ୍ତା। ହାଇସ୍କୁଲ ପରେ ଆର୍ଯ୍ୟା କଲେଜ ପଢ଼ା ଶେଷ କରି ଡାକ୍ତରୀ ପଢ଼ା ସାରି ଆଜି ଡାକ୍ତର ଚାକିରି କରିଛି। ତା ଜୀବନର ଲକ୍ଷ୍ୟ ପୂରଣ ହୋଇସାରିଛି। ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରୁଛି ଆର୍ଯ୍ୟା। ଦିନେ ୱାର୍ଡ଼ରେ ବୁଲି ବୁଲି ରୋଗୀମାନଙ୍କୁ ଦେଖୁଥାଏ। ହଠାତ୍ ଜଣେ ରୋଗୀର ବେଡ୍ ପାଖରେ ଅଟକିଗଲା। ଚିହ୍ନା ଚିହ୍ନା ଲାଗୁଥାଏ ରୋଗୀ ଜଣକ। ସେ ହେଉଛନ୍ତି ତା'ର ସରୋଜ ଅଙ୍କଲ। ସରୋଜ ଡାକ୍ତରଙ୍କୁ ଦେଖି ନମସ୍କାର କରିବାକୁ ହାତ ଯୋଡ଼ିଲେ। କିନ୍ତୁ ଆର୍ଯ୍ୟା ତା'ର ହାତକୁ ଧରି ପକାଇଲେ ଭାବ ବିହ୍ୱଳ ହୋଇ କହି ପକାଏ, ଅଙ୍କଲ ଥାଉ। ଅଙ୍କଲ ଶବ୍ଦଟା ଶୁଣି ସରୋଜ ନିଠେଇକି ଅନେଇଲା ଆର୍ଯ୍ୟାକୁ। ଆର୍ଯ୍ୟା ସମ୍ଭାଳି ନ ପାରି କହି ପକାଇଲା, ହଁ ଅଙ୍କଲ, ମୁଁ ସେଇ ଆର୍ଯ୍ୟା, ତୁମେ ଦିନେ ଯାହାକୁ ପିକନିକରେ ବୁଡ଼ି ଯାଉ ଯାଉ ବଞ୍ଚେଇ ଦେଇଥିଲ। ସରୋଜର ଆଖିରୁ ଦିଟୋପା ଲୁହ ନିଗିଡ଼ି ପଡ଼ିଲା। ଆର୍ଯ୍ୟା ପୋଛି ଦେଇ କହିଲା, କାନ୍ଦନା ଅଙ୍କଲ, ତୁମର ସେମିତି କିଛି ସାଂଘାତିକ ଅସୁବିଧା ନାହିଁ। ତୁମେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛ। ଆଜି ତୁମେ ଡିସଚାର୍ଜ ହୋଇଯିବ। ଯେବେ କିଛି ଅସୁବିଧା ହେବା ଆସିବ, ମୁଁ ତୁମର ସେବା କରିପାରିବି।